सर्वे भवन्तु सुखिनः सर्वे सन्तु निरामया सर्वे भद्राणि पश्यन्तु मा कश्चित् दुःखमा भवेत्। हरि ओम। हे परिषद सभा संपूर्ण भाव में भूली जाइछन्ते हरिनाम शब्द मध्यमान करी हित जन्म कला माँ बाबा कवि संपूर्ण भाव में भूली जाइछन्ते। हेले मान्यव आज मते नाचिबा पाई इच्छा हो तो गाइबा पाई इच्छा हो। गौथिबी प्रभु नाम गौथिबी प्रभु नाम जोगी बेश धरी हो। हरे कृष्ण हरे राम हरे कृष्ण हरे राम हरे कृष्ण हरे राम हरे कृष्ण हरे राम। चलुथिब चुईनिया चलुथिब चुईनिया चालीथिब प्राण हो। हरे कृष्ण हरे राम हरे कृष्ण हरे राम हरे कृष्ण हरे राम हरे कृष्ण हरे राम। कलिजुग मरीष तो कही नुहे कहानी छठ छड़ी गले बाबू जानती तो पाखरी। कलिजुग मरीष तो कही नुहे कहानी छठ छड़ी गले बाबू जानती तो पाखरी। चलीजिब एही प्राण चलीजिब एही प्राण चलुथिब तुई हो। हरे कृष्ण हरे राम हरे कृष्ण हरे राम हरे कृष्ण हरे राम हरे कृष्ण हरे राम। जय हो श्रीकादशी बाबा का जय हो श्रीकादशी बाबा का जय हो। देखो ये होती श्रीकादशी बाबा आपण ताको साक्षात करंतु। बाबा बाबा मो प्रणाम घृणा करंतु बाबा। उठ हेलो बाबा श्लोक को आसवर कारण बाबा आपण तो सब जानते आपण होती श्रीकादशी आपण सचक्षुरे सब किसी देखी पार तमने तमे मते अविश्वास करूच ना बाबा ना आपण जने श्रीकादशी बोले मु आपण को किसी परीक्षा करेनी। तमे जते मते अविश्वास करूच मु तुम मुखमंडल देखि स्पष्ट भाव में कही पारुछ जे तम ना होची प्रतिभा तमे होच एई सुदर्शन नगरीर
ରାଜକୁମାରୀ ହଁ ବାବା ହଁ 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 ସିଏ ଆମ ସୌନ୍ଦର୍ଯ୍ୟନଗର ରାଜକୁମାରୀ ଅଟନ୍ତି। ପୁତ୍ର ସନ୍ତାନ ନିମନ୍ତେ ତମ ବଡ଼ ଭାଇ ଯାଇଛନ୍ତି 21 ବର୍ଷ ପାଇଁ ତୀର୍ଥ ଯାତ୍ରା। ହଁ ବାବା ହଁ ମାନିଗଲି ବାବା ସତ ଆପଣଙ୍କୁ। କହିଲି ନା ମା? ସତରେ ବାବା ଆଜି ମୋ ଜୀବନଟା ଧନ୍ୟ ହେଇଗଲା ହେଲେ ବାବା। ତମ ମନରେ ଗୋଟାଏ ପ୍ରଶ୍ନ ରଖି ଆସିଛ ମା, କାହିଁକି ମୋ ବଡ଼ ଭାଇ ଘରେ ପୁତ୍ର ସନ୍ତାନ ଜନ୍ମ ହେଉଛି? ଆଉ ଯଦି ପୁତ୍ର ସନ୍ତାନ ଜନ୍ମ ହଉଛି ଆମ ରାଜମହଲରେ ସମସ୍ତେ କାହିଁକି ମୃତ୍ୟୁବରଣ କରୁଛନ୍ତି? ହଁ 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 ଏଇଆ ନା ମା? ହଁ ବାବା ହଁ ଏବେ ତ ତମେ ତ୍ରିକାଳଦର୍ଶୀ ବାବାକୁ ବିଶ୍ୱାସ କଲ, ବାବା ସତରେ କଣ ୟାର କିଛି ପ୍ରତିକାର ନାହିଁ? ହରିଓ ଆପଣ କହିପାରିବେ ଆମ ରାଜ୍ୟରେ କଣ ପାଇଁ ଏସବୁ ଘଟି ଯାଉଛି? ତାହେଲେ ମନ ଦେଇ ଶୁଣ ମା। ହଁ ବାବା ତମ ରାଜମହଲରେ ଗୋଟାଏ ଅତୃପ୍ତି ଆତ୍ମା ଘୁରି ବୁଲୁଛି। ଅତୃପ୍ତ ଆତ୍ମା ଅଛି ବାବା। ଆଉ ଯଦି ପୁତ୍ର ସନ୍ତାନ ଜନ୍ମ ହଉଛି ତମରି ରାଜମହଲରେ ସମସ୍ତଙ୍କୁ ସେ ଖାଇଯାଉଛି। ଖାଇଯାଉଛି ରାଜକୁମାରୀ ସମସ୍ତ ଖାଇକି ଅତୃପ୍ତ ଆତ୍ମା ଅଛି। ବାବା ଆପଣ କିଛି ଉପାୟ ଚିନ୍ତା କରନ୍ତୁ ବାବା। କେମିତି କଲେ ୟାର ଅନ୍ତ ହବ? ହଁ ବାବା ଉପାୟ ଅଛି ମା। ସେଇ ଅତୃପ୍ତି ଆତ୍ମାକୁ ହୋମ ଯଜ୍ଞ ସ୍ଥାପନ କରି ହୋମ ଯଜ୍ଞ ଯେତେବେଳେ ସମାପନ ହେଇଯିବ ସେଇ ଅତୃପ୍ତି ଆତ୍ମାଟାକୁ ଭସ୍ମୀଭୂତ କରିବାକୁ ହବ। ଆପଣ କରନ୍ତୁ ବାବା। ହେଲେ এই କାର୍ଯ୍ୟ ତମକୁ ମୋ ସହିତ ଏକୁଟିଆ କରିବାକୁ ହବ ମା। କରିବ ସେଇ ଘରୁ ତମର ଅତୃପ୍ତି ଆତ୍ମାଟା ଦୂରେଇ ଯିବ ମା। ହଁ 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 ଠିକ ଅଛି ବାବା। ମୋ ରାଜ୍ୟର ସୁରକ୍ଷା ପାଇଁ ଆଉ ମୋ ବଡ଼ ଭାଇ ଅଭାବଚନ୍ଦ୍ର କୁଳରେ ସନ୍ତାନଟି ହେବା ପାଇଁ ଆପଣ ମତେ ଯୋଉ କାର୍ଯ୍ୟ କରିବା ପାଇଁ କହିବେ ମୁଁ ବାଧ୍ୟ ହେଇକି କରିବି ବାବା। ତାହେଲେ ଆଉ ଶୁଭ କାମରେ କାହିଁକି ବିଳମ୍ବ କରୁଛ ମା? ହଁ ଆସ ମୋ ସହିତ ମୋ ଆଶ୍ରମ ଭିତରକୁ ଆସ ମା। ଆସ। ଶ୍ରୀକାନ୍ତଦାସୀ ବାବାଙ୍କ ଜୟ ହେଉ। ଶ୍ରୀକାନ୍ତଦାସୀ ବାବାଙ୍କ ଜୟ ହେଉ। ଶ୍ରୀକାନ୍ତଦାସୀ ବାବାଙ୍କ ଜୟ ହେଉ। এই দেখো মা, এই হচ্ছে ত্রিকালদর্শী বাবার আশ্রম। ସତରେ ଏ ଆଶ୍ରମଟା କେଡ଼େ ସୁନ୍ଦର ଦେଖାଯାଉଛି। ସୁନ୍ଦର, ଅତି ସୁନ୍ଦର। ବାବା ଆପଣ କିଛି କହିଲେ ବାବା? ଆଜି ତମେ କିଛି କହିବନି, ଯାହା କହିବ ହଁ କହିବି। ଠିକ ଅଛି ବାବା। ଆଜି ହচ্ছে ଅଶ୍ଳେଷ ନକ୍ଷତ୍ର, ହଁ ପୂର୍ଣ୍ଣମୀ ତିଥି, କର୍କଟ ରାଶି, କର୍କଟ ଲଗ୍ନ। ଭାଗ୍ୟ ଅଧିପତି ରାହୁ ନବମ ସ୍ଥାନରେ ଅବସ୍ଥାନ କରିଛନ୍ତି। ଠିକ ଏହି ସମୟରେ ମା ଋଷି ପରାଶର ନୌକାରେ ବସି ଗଙ୍ଗା ନଦୀ ପାର ହେଉଛନ୍ତି। ଆଉ ନୌକା ଚାଳନା କରୁଥିଲେ ମତ୍ସ୍ୟଗନ୍ଧା ସତ୍ୟବତୀ। ହଁ ବାବା। ଋଷି ଗଣନା କରି କହିଲେ ଏଇଟା ହଉଛି ଶୁଭ ସମୟ, ଶୁଭ ମୁହୂର୍ତ୍ତ। କୌଣସି ନାରୀ ପୁରୁଷ ଯଦି ସଂଯୋଗ କଲେ ଏକ ଯୁଗ ଜନ୍ମ ପୁତ୍ର ଜନ୍ମ ହବ। ସତରେ ବାବା। ହେଲେ କୌଣସି ଗୃହସ୍ଥିକୁ ଏକଥା କହିବା ଆଗରୁ ସମୟଟା ସବୁ ସମାପ୍ତ ହେଇଯିବ। ଋଷି ପରାଶର କଣ କଲେ ଜାଣିଛ ମା? କଣ କଲେ ବାବା? ଏହି ସୃଷ୍ଟିର ମଙ୍ଗଳ ପାଇଁ ସତ୍ୟବତୀକୁ ସବୁ ବୁଝାଇ କହିଲେ। ଆଉ ସତ୍ୟବତୀ ବି ରାଜି ହୋଇଗଲେ। ପ୍ରଭାତ ସମୟ ମା, ହଁ ବାବା। ଗଙ୍ଗା ନଦୀ ଦୁଇ କୂଳରେ ଲୋକ। ହଁ ଋଷି ପରାଶର ସହିତ ସତ୍ୟବତୀ ଦେହର ମିଳନ ପାଇଁ ଲଜ୍ଜା ହେଲେ। ତାପରେ ଋଷି ପରାଶର କଣ କଲେ ଜାଣିଛ? କଣ କଲେ ବାବା? এই সৃষ্টির কেহি দেখি পারিবেনি বলি আবিষ্কার কলে এক কুহুড়ি। ଓ ତାମାନେ ଏଇଥିପାଇଁ କୁହୁଡ଼ିର ଆବିଷ୍କାର ଋଷି ପରାଶର ସତ୍ୟବତୀକୁ ରମଣ କଲେ। ହଁ ଆଉ ଜନ୍ମ ହେଲେ ବ୍ୟାସ ଦେବ। ସେ ଲେଖିଲେ ମହାକାବ୍ୟ ମହାଭାରତ। ଆଜି ହচ্ছে সেই সময় সেই মুহূর্ত। কৌଣସି নারী পুরুষ যদি সংযোগ কলে ଏକ ଯୁଗ ଜନ୍ମ ପୁତ୍ର ଜନ୍ମ ହବ। ବାବା ତାହେଲେ ଆଉ ଡେରି କାହିଁକି?
ଶୀଘ୍ର ଯାଇ ଆମ ରାଜ୍ୟର କୋଉ ସ୍ୱାମୀ ସ୍ତ୍ରୀକୁ କୌଣସି ସ୍ୱାମୀ ସ୍ତ୍ରୀକୁ କହିବା ଦରକାର ନାହିଁ। ମୁଁ ଚାହେଁ ମୁଁ ତମ ସହିତ ଦେହର ମିଳନ କରିବି। ବାବା ଆପଣ ଏ କଣ କହୁଛନ୍ତି ବାବା? ଆପଣ ଜଣେ ତପସ୍ୱୀ ଆଉ ମୁଁ ଜଣେ ରାଜକନ୍ୟା, ଆପଣ ଏମିତି କହିପାରିଲେ କେମିତି ବାବା? ମୁଁ କିଛି ଶୁଣିବା ପାଇଁ ଚାହେଁ ନା। ମୁଁ ଚାହେଁ ତମ ସହିତ ଦେହର ମିଳନ କରିବି। ତମେ ହେବ ଆଉ ଏକ ଯୁଗ ଜନ୍ମର ମା। ପୁଣି ଜନ୍ମ ତମ ଗୋଟାଏ ବ୍ୟାସ ଦେବ ଆଉ ସେଇ ଲେଖିବ ଏଇ କଳି ଯୁଗର ମହାଭାରତ। ଭୟଙ୍କର ତମ ଭାଷଣ। ଆରେ ପ୍ରକୃତରେ ତମେ ବାବା ନୁହଁ, ତମେ ହଉଛ ଗୋଟେ ଛଦ୍ମବେଶୀ। ତମେ କଣ ଭାବିଛ ମତେ ମୁଁ ଗୋଟିଏ ଦୁର୍ବଳ ନାରୀ? ଆରେ ମୁଁ ଚାହିଁଲେ ତମ ଗଣ୍ଠିର ମୁଣ୍ଡ ଅଲଗା କରିଦେଇପାରେ। ଭଲ ହବ। ଆରେ ହେ ମତେ ଭାରି ଡର ଲାଗିଲା। ତୁ କଣ ଭାବୁଛୁ ମତେ ଗୋଟାଏ କାପୁରୁଷ? ଆମେ ମୋ ଦେହରେ ବି ରକ୍ତ ଅଛି। ଯୁଦ୍ଧ କରିବା ପାଇଁ ଯଦି ଏତେ ଇଚ୍ଛା ତାହେଲେ ମୋର ଗୋଟାଏ ସର୍ତ୍ତ ଅଛି। ସର୍ତ୍ତ? କୋଉ ସର୍ତ୍ତ? ଯଦି ଯୁଦ୍ଧ କରିବା ସମୟରେ ତମେ ଯଦି ମୋ ସହିତ ହାରିଯାଅ। ଆରେ ଏଇ ସର୍ତ୍ତ ଠିକ ଅଛି, ତାହେଲେ ମୁଁ ଏଇ 10 ଅଧିକ ପାଳକୁ ସାକ୍ଷୀ ରଖିକି କହୁଛି, ତମର ଯାହା ଇଚ୍ଛା ହବ ମୁଁ ସେ ସବୁକୁ ପୂରଣ କରିବି। ଭଲ ଭାବେ ମୋ କୁହ ରାଜକୁମାରୀ। ମୁଁ ଶପଥ କରିକି କହୁଛି ତମର ସବୁ ଇଚ୍ଛା ମୁଁ ପୂରଣ କରିବି। ହେଇଯାଉ ତାହେଲେ ଶକ୍ତିର ପରୀକ୍ଷା। ତାହେଲେ ଆଉ ଡେରି କାହିଁକି? ଧର ଅସ୍ତ୍ର, କର ରଣ। ମୁଁ କହିଥିଲି ନା ରାଜକୁମାରୀ, ବର୍ତ୍ତମାନ ତୁମେ ସର୍ତ୍ତ ଅନୁଯାୟୀ ମୋ ସହିତ ଯୁଦ୍ଧରେ ହାରି ଯାଇଛ। ବର୍ତ୍ତମାନ ମତେ କଣ ଦବ? ନା, ଆଜି ମୁଁ ପ୍ରଥମ ଥର ପାଇଁ ଯୁଦ୍ଧରେ ହାରି ଯାଇଛି। ତମେ ନିଶ୍ଚୟ କିଛି ଯାଦୁ ଜାଣିଛ, ଯାଦୁ। ନହେଲେ ଏଇ ପ୍ରତିକକୁ ହରେଇଥିବା ମଣିଷ ଏ ଜଗତରେ ଜନ୍ମ ହେଇନାହାନ୍ତି।